ଷୋହଳତମ ସାତସାହି କଟକ ନୃତ୍ୟ ଉତ୍ସବ ଉତ୍ସାହିତ। କଟକ ନୃତ୍ୟ ଉତ୍ସବ କମିଟି ଜିଲ୍ଲା ପ୍ରଶାସନ ସିଏମ୍ସି ଓ ସିଡିଏର ମିଳିତ ଆନୁକୂଲ୍ୟରେ ବାଲିଯାତ୍ରା ଉପର ପଡ଼ିଆରେ ଆୟୋଜିତ 16ତମ ସାତସାହି କଟକ ନୃତ୍ୟ ଉତ୍ସବ ଉତ୍ସାହିତ ହୋଇଛି। ଅନ୍ତିମ ସନ୍ଧ୍ୟାକୁ ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ବରିଷ୍ଠ ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ଉଦ୍ଘାଟନ କରିଥିଲେ। ସମସ୍ତଙ୍କ ସହଯୋଗରେ ସଂଗୃହୀତ ଅର୍ଥ ଆଜି ଜଟିଳ କର୍କଟ ଥାଲାସେମିଆ ରୋଗରେ ପୀଡ଼ିତ ଅନାଥ ଭିନ୍ନକ୍ଷମ ଶିଶୁଙ୍କୁ ପ୍ରଦାନ କରାଯାଇଛି। ଏହା ସାମ୍ପ୍ରତିକ ସମାଜରେ ମାନବିକତାର ବାର୍ତ୍ତା ବାଣ୍ଟିଛି। ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଆଜି ସାଧନ ହୋଇଛି ଏବଂ ଏହି ପ୍ରୟାସ ଜାରି ରହୁ ବୋଲି ଜଷ୍ଟିସ୍ ଦାସ କହିଥିଲେ। ସମ୍ମାନିତ ଅତିଥି ଭାବରେ ପ୍ରଫେସର ଡାକ୍ତର ସମ୍ରାଟକର, ପ୍ରଫେସର ଡାକ୍ତର ମନୋରଞ୍ଜନ ଦାସ, ପ୍ରାକ୍ତନ ମେୟର ଏସିପି ଜୋନ୍ 4 ଅମିତାଭ ମହାପାତ୍ର, ୱାକଫ ବୋର୍ଡ ପ୍ରାକ୍ତନ ଅଧ୍ୟକ୍ଷ ସୟଦ ଏକାମ୍ର ହୁସେନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ 2 ଜଣ କର୍କଟ ଶିଶୁ ଥାଲାସେମିଆ ଅନୁଷ୍ଠାନ, ଜଣେ ଭିନ୍ନକ୍ଷମ ଶିଶୁ ନିର୍ମାଣ ଅନାଥ ଆଶ୍ରମକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହିତ କମିଟିର ଅଭିନନ୍ଦନିକା ନଗରୀ କଟକ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ନୃତ୍ୟ ସୂର୍ଯ୍ୟମ ଡ୍ୟାନ୍ସ ଏକାଡେମୀର ଓଡ଼ିଶୀ ନୃତ୍ୟରୁ ସାଂସ୍କୃତିକ ବିଚିତ୍ର ଆରମ୍ଭ ହୋଇଥିଲା। ପରେ ପରେ ମା କଟକଚଣ୍ଡୀ ଡ୍ୟାନ୍ସ ଏକାଡେମୀ, ସାଂସ୍କୃତିକ ଡ୍ୟାନ୍ସ ଏକାଡେମୀ, ନୃତ୍ୟ ଡ୍ୟାନ୍ସ ଗ୍ରୁପ୍, କାହ୍ନୁ ଡ୍ୟାନ୍ସ ଗ୍ରୁପ୍, ଅନୁନା ରନ୍ ଦିୱାନା ଡ୍ୟାନ୍ସ ସ୍କୁଲ ଓ ଲଳିତ ଦାଣ୍ଡିଆ ଡ୍ୟାନ୍ସ ଗ୍ରୁପ୍ ଆକର୍ଷଣୀୟ ସାଂସ୍କୃତିକ ବିଚିତ୍ର ପରିବେଷଣ କରିଥିଲେ। ଏହି ଅବସରରେ ଅନେକ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ରବିନାରାୟଣ ନନ୍ଦ, ସଭାପତି ସାତସାହି ନୃତ୍ୟୋତ୍ସବ କମିଟି। ଦେଖନ୍ତୁ, 10 ଦିନ ଧରି ଯେ ଅଦମ୍ୟ ଇଚ୍ଛା ଭିତରେ କାର୍ଯ୍ୟ ଚାଲିଥିଲା, ଏଇଟା ଆପଣ ନିଶ୍ଚୟ ଲକ୍ଷ୍ୟ କରିଥିବେ। 16ତମ ଉତ୍ସବ ଏବଂ ବହୁତ ଭଲ ଭାବରେ ସମାପ୍ତ ହୋଇଛି। ଆମେ ଆଶା କରୁଥିଲୁ ପାଗର ପ୍ରତିବନ୍ଧକ ରହିବ, କିନ୍ତୁ ପାଗ ପ୍ରତିକୂଳ ରହିଲେ ମଧ୍ୟ ସବୁଦିନ ଯାତ୍ରା ଠିକ୍ ଭାବରେ ଚାଲିଲା। ଏବେ ଗୋଟିଏ କଥା ପରିଲକ୍ଷିତ ହେବାର ଅଛି ଯେ ଆମେ ଏଥିରେ ବହୁ ପ୍ରତିଭାଙ୍କୁ, ସହରର ବହୁ ପ୍ରତିଭାଙ୍କୁ ପୁରସ୍କୃତ କରୁ। ଏହା ଏକ ଅନନ୍ୟ ଉତ୍ସାହ ପ୍ରଦାନ। ଯେଉଁମାନେ କାର୍ଯ୍ୟ କରୁଛନ୍ତି ବିଭିନ୍ନ କ୍ଷେତ୍ରରେ, ତାଙ୍କୁ ଟିକେ ପ୍ରୋତ୍ସାହନ ଦେଲେ ସେମାନେ ଆହୁରି ଆନନ୍ଦିତ ହେବେ ଏବଂ କାର୍ଯ୍ୟ ଆହୁରି ଦକ୍ଷତାର ସହିତ କରିବେ। କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ବିଭିନ୍ନ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା, ଥାଲାସେମିଆ ଏବଂ କ୍ୟାନ୍ସର ରୋଗୀ ପିଲାମାନଙ୍କୁ ସାହାଯ୍ୟ କରିବା, ଏସବୁର ଉଦ୍ଦେଶ୍ୟ ନେଇକରି କେବଳ ହିଁ ମହତ୍ ଉଦ୍ଦେଶ୍ୟ ଅନୁଷ୍ଠାନର ଏବଂ ସବୁଥିରୁ ଶେଷ ଉଦ୍ଦେଶ୍ୟ ହେଲା କଟକିଆଙ୍କର ଭାଇଚାରା ବଞ୍ଚେଇ ରଖି କଟକର ସଂସ୍କୃତି, କଟକର କଳା ଏକୁ ଆହୁରି ଆଗକୁ ନବା। ଏଥିରେ ଆମେ ସାର୍ଥକତା କିଛି ପାଇଛୁ, କିଛି ସମର୍ଥ ହୋଇଛୁ, କିଛି ସଫଳତା ପାଇବାରେ। ସେଥିପାଇଁ ଆପଣମାନଙ୍କୁ ଧନ୍ୟବାଦ। ସେଥିପାଇଁ ସମସ୍ତ ଲୋକ ମାନେ ଯେଉଁମାନେ ଆସି ଦର୍ଶକ, ସେମାନଙ୍କୁ ମଧ୍ୟ ଧନ୍ୟବାଦ ଏବଂ ଅଶେଷ ଧନ୍ୟବାଦ ଭଗବାନଙ୍କୁ ଯେ ଆମକୁ 10 ଦିନ କାଳ ଅତି ଆନନ୍ଦରେ କାର୍ଯ୍ୟଟି କରିବାକୁ ଦେଇଛନ୍ତି। ମୁଁ ନୃତ୍ୟଶିଳ୍ପୀ ଶୁଭଲକ୍ଷ୍ମୀ ରାମ, ସଂସ୍କୃତି ଡାନ୍ସ ଏକାଡେମୀ ମୋ ଫାଉଣ୍ଡର କଟକ। ସାତସାହି କଟକ ନୃତ୍ୟୋତ୍ସବରେ ଆମେ ଦୀର୍ଘ 16 ବର୍ଷ ହେଲାଣି ପରଫର୍ମାନ୍ସ କରୁଛୁ। ଏଇଟା ହେଉଛି ଆମର 16 ମାନେ ପାର୍ଟିସିପେସନ ଇୟର। ବହୁତ ଭଲ ଲାଗିଲା, ବହୁତ ବଢ଼ିଆ ଇନିସିଏଟିଭ ନେଇଛନ୍ତି। ଥାଲାସେମିଆ ଆଉ ଡାଇବେଟିସ୍ ଯେତିକି କ୍ୟାନ୍ସର ପୀଡ଼ିତ ପିଲାଙ୍କ ପାଇଁ ଏଇଟା ବହୁତ ବଡ଼ ଗୋଟେ ଭଲ ଇନିସିଏଟିଭ ନେଇଛନ୍ତି। ସାତସାହି କଟକ ମହୋତ୍ସବର ଇଭେଣ୍ଟ ଯେତିକି ଯେଉଁମାନେ ଆରେଞ୍ଜମେଣ୍ଟ କରିଛନ୍ତି ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା 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 एक्चुअली अबिका सब बेले भावे गोटे किसी नुआ जिनस लोक मैंने देखु जो मैंने आमर युव वर्ग अच्छा से नुआ जिनस देखु एवं आमर जी भारतीय नागरिक अच्छा समझे जाग्रत रुहन सब बेले। प्रथम कथा रिसेंटली आम 22 एप्रिल जहाँ घटना घटी जाइए, बहुत दुखद घटना, सेटा को लेकिन मन में एत माने क्षोभ थिला जोटा कि मुझे चाहूँगी नृत्य माध्यम लोक सम्मुखें आने दर्शक मान कहबी जे समस्ते टिके सजग हूँ निज संस्कृति, निजर परंपरा उपरे एवं बहुत भाव जी भी पारे निज भारत माता को भल पाइबा दिंतु एवं एमती आम संस्कृति एवं परंपरा को आगू नि। कटक जयदेव पाणी का रिपोर्ट, हर्षिका मीडिया।